सम्माननीय उपस्थित संबुशिता विद्यालय उपस्थित थिबा अभिभावक एवं माँ एवं शिक्षक शिक्षयित्री मानक नूतन वर्षर हार्दिक अभिनंदन। जहाँ चतुर्थ अभिभावक शिक्षक शिक्षयित्री विद्यालय परिचालना कमिटी समस्त सदस्य उपस्थित आज ये अधिवेशन आरंभ होती एजेंडा तो अच्छी गोटे एजेंडा अच्छी आमर मुख्य रही पंचम अष्टम श्रेणी पिलार परीक्षा बोर्ड परीक्षा टाइप धन्यवाद। आज अधिक गाड़ी आसते अधिक जानी था सरकार निर्देश अनुसार आम तो पालन करने निश्चित भाव असेपा प्रतिनिधि 84 का 10/4/2025 लिख 226 का 8 अनुसार उपरोक्त सूचित विषय प्रति दृष्टि आकर्षण पूर्वक निर्देशन आपको जनावि 2024 चतुर्थ अभिभावक शिक्षक शिक्षयित्री तथा विद्यालय परिचालना और विद्यालय परिचालना उन्नयन कमिटी बैठक 17/1/2026 शनिवार दिन आम विद्यालय गुणात्मक शिक्षा देवाई सरकार प्रतिश्रुतिबद्ध एवं विकसित भारत विकसित ओडिशा गठन में छात्र छात्री शिक्षक शिक्षयित्री अभिभावक भूमिका एकांत अपरिहार्य अटे। शिक्षा शनिवार दिन समय राज्य विद्यालय समय सूचक आकलन 2 वार्षिक परीक्षा 2026 उत्तम प्रदर्शन निमंते पिलाମାନଙ୍କୁ ଭଲ ଭାବରେ ପ୍ରସ୍ତୁତ କରାଇବେ। ଏ ସମ୍ବନ୍ଧରେ ଅଭିଭାବକମାନଙ୍କର ଭୂମିକା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବେ। ଶିକ୍ଷକମାନେ ଅଭିଭାବକ ମଧ୍ୟ ଏହି ପିଲାମାନଙ୍କର ଯଦି ଧୈର୍ଯ୍ୟର ସହିତ ସେମାନଙ୍କୁ ବୁଝି ଆବଶ୍ୟକ ସ୍ଥଳେ ସାହାଯ୍ୟ ସହଯୋଗ କରିବା ଉଚିତ। ଆସନ୍ତୁ ଆମେ କିପରି ଯେ ପାଠ ପଢ଼ାରେ ଭଲ କରିବେ ତାହା ନୁହେଁ, ଯଦି ଆପଣଙ୍କ ପିଲାର ପଢ଼ାରେ ଆଗ୍ରହ ନାହିଁ ତାହାର ଅନ୍ୟ ଯେକୌଣସି କ୍ଷେତ୍ରରେ ପାରଦର୍ଶିତା ଥିବା ଏଥିରେ ଉନ୍ନତ ନୁହେଁ। ସତ କଥା, କିଏ ଖେଳରେ ଭଲ କରୁଛନ୍ତି ପାଠ ପଢ଼ାରେ ଠିକ ବା ଅନ୍ୟ ସାଇଡ୍ କର। ସେଥିରେ ଆମେ କାଲି ହେଉଥିଲା ଯେ ମାଟିର ସବୁ ବିଭିନ୍ନ ମଡେଲ କରୁଥିଲା, ଦେଖିଲୁ ବିଭିନ୍ନ ଚିନ୍ତାଧାରାର ପିଲାମାନେ କରୁଛନ୍ତି ଯେ ତାଙ୍କର କଳା ପ୍ରତି ରହୁଛି, କଳା ଚିତ୍ର ପ୍ରତି ରହୁଛି, ଅନ୍ୟାନ୍ୟ ଖେଳ ପ୍ରତି ରହୁଛି, ଏଭଳି ରହୁଛି। ଯଦି ଆପଣଙ୍କର ପିଲାର ପାଠ ପଢ଼ାରେ ଆଗ୍ରହ ନାହିଁ ତାହେଲେ ଅନ୍ୟ କୌଣସି କ୍ଷେତ୍ରରେ ପାରଦର୍ଶିତା ଥିବା ଏଥିରେ ଉନ୍ନତ ହେବେ ନାହିଁ। ଏହାକୁ ଆପଣ ଚିହ୍ନି ପିଲାକୁ ସେହି କ୍ଷେତ୍ରରେ ଯିବା ପାଇଁ ପ୍ରୋତ୍ସାହନ କଲେ ଅଧିକ ହେବ। ପିଲାମାନଙ୍କର ଅନ୍ୟ ତୁଳନା କରିବେନି। ମୋ ପିଲା କାହିଁକି ଏତେ ନମ୍ବର ରଖିଲା ନା ସେ ପିଲା ରଖିଲା, ମୋ ପିଲା କାହିଁକି ରଖିଲାନି ସେମିତି ବାଦଲମାନଙ୍କର ମୋ ପିଲାଟା କେମିତି ଆହୁରି ଅଧିକ ରଖିବ। ଆମେ ନିଜକୁ ନିଜ ସେଇଟା ସଂଖ୍ୟା ନମ୍ବର ଏତିକି ଅନୁଯାୟୀ ଚଳିତ ଶିକ୍ଷାବର୍ଷକୁ ମାନେ ଚଳିତ ମାନେ ଏଇ ବର୍ଷ ପଞ୍ଚମ ଅଷ୍ଟମ ଶ୍ରେଣୀରେ ବାର୍ଷିକ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉପରୋକ୍ତ ପତ୍ର ରାଜ୍ୟର ସମସ୍ତ ଜିଲ୍ଲାଗୁଡ଼ିକୁ ଅବଗତ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ନିମିତ୍ତ ଅସେପାର ପତ୍ର ନମ୍ବର ତାପରେ ଡିଜିଟାଲ ଶିକ୍ଷା ଯାଦୁଇ जो पिलाମାନଙ୍କର ପରୀକ୍ଷାରେ ଭଲ କରିବେ ପରବର୍ତ୍ତୀ ସମୟରେ ସେ ପୁଣି ସେଇ
ଅଙ୍ଗନବାଡ଼ି ସମୟରେ ଯାଏ। କୁକୁର କଥା ଟିକେ ସଚେତନ ରହିବେ, ପିଲାମାନେ ସଚେତନ ରଖିବେ। କୁକୁର କହିଲେ ଦୁଇପଟେ ସ୍କୁଲ, ତଥାପି ଆମର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆମେ 12 ବିଷୟ ଭାଗ କରିଦେଇଛୁ। ପ୍ରତି 12ରେ 2 ଜଣ ଶିକ୍ଷକ ରଖିଛୁ। ସେପଟରୁ ପିଲା ଆସିବେ ଆଉ ଏପଟରୁ ପିଲାମାନେ ସୁରକ୍ଷିତ ଭାବରେ କେମିତି ଖାଇବେ, ସେପଟକୁ ଯିବେ, ତା ପାଇଁ ଆମର ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ପିଲା ଖାଇବା ସମୟରେ ସେ ଗେଟ୍ ପାଖରେ ଥିବେ, ଠିକ୍ ଥିବେ, ପିଲା ଆସିକି ସୁରକ୍ଷିତ ଖାଉଛନ୍ତି। ତାପରେ ଏ ବାବଦରେ ଯଦି ସରକାର ଟିକେ ଅଧିକ ପ୍ରୋତ୍ସାହନ ଦିଆଯାଆନ୍ତା, ଜଣକୁ ନିଯୁକ୍ତି କଲେ ମୁଁ ଭାବୁଛି ଭଲ ହୁଅନ୍ତା। ସରକାରଙ୍କୁ ସେଇଟା ଆପଣ ଜଣାନ୍ତୁ, ଏ ବାବଦରେ କିଛି ଅଧିକା ସଚେତନ ବା ସମାଧାନ କରିବା ପାଇଁ ସରକାର ଯଦି କିଛି ନୂଆ ଅନୁଷ୍ଠାନ ନେବେ, ନୂଆ କାର୍ଯ୍ୟକ୍ରମ କିଛି କରିବେ, ଭଲ ଆମ ସ୍କୁଲ ପାଇଁ ଭଲ ହେଲେ, ପିଲାମାନଙ୍କ ପାଇଁ ଭଲ ହେଲେ, ସମସ୍ତଙ୍କ ପାଇଁ ଭଲ। ଧନ୍ୟବାଦ। ଶିଶୁ ବାଟିକା ସୁରକ୍ଷା ପାଇଁ କ'ଣ ବ୍ୟବସ୍ଥା ରହିଛି? ଆମର ଶିଶୁ ବାଟିକା ପାଇଁ ସରକାର ତରଫରୁ ଯେଉଁ ଶିଶୁ ସେବିକାର ବ୍ୟବସ୍ଥା କରାଯାଇଛି, ତାହା ଏକ ନୂତନ କମିଟି ମାଧ୍ୟମରେ ନିଯୁକ୍ତି କରାଯିବ ବୋଲି ସରକାର ତରଫରୁ ସୂଚନା ଆସିଛି। ଏପର୍ଯ୍ୟନ୍ତ କିଛି ନିଯୁକ୍ତି ହେଇନି, ଆସିଲେ ଆପଣମାନେ ତ ସମସ୍ତେ ଜାଣିବେ, ତା ନୂତନ କମିଟି ଗଠନ କରାଯିବ, ତାପରେ ନିଯୁକ୍ତି କଲେ। ଛୋଟ ଛୋଟ ପିଲାମାନଙ୍କର ଏ ବାହାରକୁ ଆସିବାର କଷ୍ଟ ହେଉଛି, ଜଣେ ଜଣେ ଶିକ୍ଷକ ନିଯୁକ୍ତି କରାଯିବ, ଖୁବ୍ ଶୀଘ୍ର ଏଇଟା କରାଯିବ। ନା, ଏପର୍ଯ୍ୟନ୍ତ କିଛି ଶିଶୁ ବାଟିକା ପାଇଁ ଡ୍ରେସ୍ ଆସିନାହିଁ। ଖାଲି ସରକାରଙ୍କ ତରଫରୁ କୁହାଯାଇଛି ଦିଆଯିବ। ଆମେ ଡାଟା ଦେଇଛୁ, ଦୀର୍ଘ ବର୍ଷ ଶେଷ ହେଲାଣି। ମୁଁ ବହୁତ ରିକ୍ୱେଷ୍ଟ କରୁଛି ସମସ୍ତଙ୍କୁ ଯେ ସେଭଳି କରିବେ।